ବିଜୁ ଜନତା ଦଳର 28ତମ ପ୍ରତିଷ୍ଠା ଦିବସରେ ବବି ପାଣ୍ଡିଆନଙ୍କ ବିନା ନବୀନ ବାବୁ ଶଙ୍ଖ ଭବନରେ କାର୍ଯ୍ୟକ୍ରମ କରିଛନ୍ତି। ଆପଣମାନେ ଜାଣିଛନ୍ତି ଯେମିତି ଝଗଡ଼ା ହେଲା ମହିଷୀ ମହିଳାମାନେ ପରସ୍ପର ଝଗଡ଼ା ଲାଗିଲେ କିଏ କହୁଛି ମୋ ସାରା ଓଡ଼ିଶା ମୋର ଲଙ୍ଗଳା ଦେହ ଦେଖି ପକାଇଥାନ୍ତା, ଏମିତି ଏମିତି କ'ଣ ଚାଲିଛି। ଅପରପକ୍ଷରେ ବବି ଦାସ ଯଦିଓ ନବୀନ ବାବୁ ତାଙ୍କ ପାଖରେ ପୁରଉନାହାନ୍ତି, ସିଏ କୋରେଇ ଯେଉଁଟାକି ତାଙ୍କର ସ୍ଥାନ ହିଁ ନୁହେଁ। ଯାଜପୁରର ବିଧାୟକ ଥିଲେ, ଏଥର ସମ୍ବଲପୁର ଲଢ଼ୁଥିଲେ, କିନ୍ତୁ କୋରେଇ ଉପରେ ସେ ଏବେ ଲୋଲପ ଦୃଷ୍ଟି ପକାଇଛନ୍ତି ଏବଂ ସେଠି ବସିଛନ୍ତି ଏବଂ ନିଜର ବିଚଳିତ ତାଙ୍କର ପ୍ରତ୍ୟେକ କଥାରେ ବିଚଳିତ ମନୋଭାବ ଆସିଛି। ପ୍ରତ୍ୟେକ ଶବ୍ଦରେ ନବୀନ ବାବୁଙ୍କର କଥା କହୁଛନ୍ତି। ନବୀନ ବାବୁ ତାଙ୍କୁ ପଚାରୁନାହାନ୍ତି ଯେ ନବୀନ ବାବୁଙ୍କ ବିନା ଏ ଚା ପାଣି ବି ପିଉନାହାନ୍ତି, ଏଭଳିଆ ବାର୍ତ୍ତାଟେ ଦେଇଛନ୍ତି। ଏବଂ ସେପଟରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ତାଙ୍କର ଏକ୍ସ ଆକାଉଣ୍ଟ ନାହିଁ ଏବଂ ତାଙ୍କ ନାଁରେ ଆଉ କିଏ ଜଣେ ବାରମ୍ବାର ଦୀର୍ଘ ଦିନ ଧରିକି ଇଏ ଅପରେଟିଂ କରୁଛି ଏବଂ ବିଜୁ ଜନତା ଦଳ ସପକ୍ଷରେ କହୁଛି, ଭାରତୀୟ ଜନତା ପାର୍ଟିକି ବିରୋଧ କରୁଛି। ତାଙ୍କର ସେ ଏକ୍ସ ଆକାଉଣ୍ଟ ନୁହେଁ କହିକି ପୁଣି ତାଙ୍କର ଅପାରଗତା, ତାଙ୍କର ଭୟ ଏବଂ ତାଙ୍କର ଭାରତୀୟ ଜନତା ପାର୍ଟି ପ୍ରତି ତାଙ୍କର ଦ୍ୱେଷ ନାହିଁ, ଏଭଳି ବାର୍ତ୍ତାଟେ ଦେଉଛନ୍ତି। ତ ଏ ଉଭୟ ନେତା ବର୍ତ୍ତମାନ କାହିଁକି ବେଳେବେଳେଲେଣି, ଏ ବିଷୟରେ ଜାଣିବା ପାଇଁ ଦେଖନ୍ତୁ ତେର ଛବାଣ। ମୁଁ ବିପିନ ଦାସ, ନମସ୍କାର। প্রিয় দর্শক বন্ধু, শঙ্খ ভবন নবীন নিবাস বিজু জনতা দল প্রতিষ্ঠা দিবস, এইটি ববি দাস ପୂର୍ବତନ ସଂଗଠନ ସମ୍ପାଦକ ଏବଂ ମ୍ୟାନେଜିଂ ଡିରେକ୍ଟର ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିନା ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି, ଯେଉଁଟାକି ସାରା ଓଡ଼ିଶାବାସୀ ୟାକୁ ଦେଖିକି ହଚକିତ ହେଇଛନ୍ତି। ହେଲା କେମିତି? ଅବଶ୍ୟ ସନ୍ନ୍ୟାସୀ ଲେଖିକି ଦେଇଥିଲେ, ତାକୁ ଟେଲିପ୍ରିଣ୍ଟରେ ପଢ଼ି ଦେଇଛନ୍ତି କଷ୍ଟମର୍ସ ନବୀନ ବାବୁ। ତ ସେଇଦିନ କିନ୍ତୁ ଯେହେତୁ ବବି ଦାସକୁ ଶଙ୍ଖ ଭବନ କିମ୍ବା ନବୀନ ନିବାସ ମନା, ଅତୀତରେ ଆମେ ଆପଣଙ୍କୁ କହିଛୁ, କୋରେଇରେ ନିଜର ଗୋଟେ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲେ। ଯଦିଓ ସେଠି ହାତ ଗଣିତି କେଜଣ ବିଜୁ ଜନତା ଦଳ କର୍ମୀ ଥିଲେ, ତାଙ୍କୁ ନେଇ ସେ ତାଙ୍କର କଥାଟାକୁ ରଖିଛନ୍ତି ଏବଂ ତାଙ୍କ ଯେଉଁ ଦେଉଥିଲେ ସେ ତାଙ୍କର ଅଭିଭାଷଣ କରୁଥିଲେ ଯେ ଦଲାଲ ମାନେ ଦଳ ଛାଡ଼ିକି ପଳାଇଛନ୍ତି। ଦଲାଲ କାହାକୁ କହୁଛନ୍ତି? ଆକାଶ ନାୟକକୁ କହୁଛନ୍ତି। ଆଚ୍ଛା, ଆମେ ଏଠି ପ୍ରଶ୍ନ କରୁଛୁ, ବବି ବାବୁ ଯଦି ସେ ଦଲାଲ, ଆକାଶ ନାୟକ ତାଙ୍କର ଅଧିକାର ପାଇଁ ଲଢ଼ିଲେ ଏବଂ ତାଙ୍କୁ ଟିକେଟ୍ ନ ଦେଇକି ତୁମେ ତୁମ ମାଆଙ୍କୁ ଟିକେଟ୍ ଦେଲ, ତା ପ୍ରତିବାଦ ସେ ଭାରତୀୟ ଜନତା ପାର୍ଟିକି ଗଲେ ଏବଂ ବିଧାୟକ ହେଲେ, ତା ଅର୍ଥ ଲୋକମତ ତାଙ୍କ ସପକ୍ଷରେ ଥିଲା। ଆପଣ ଜବରଦସ୍ତି ଜବରନ ଆଣିବା ପାଇଁ ଚେଷ୍ଟା କରୁଥିଲେ। ଯଦି ସେ ଯାଇକି ସେପଟେ ନିଜର ଅଧିକାର ସାବ୍ୟସ୍ତ କଲେ, ତାହେଲେ ବବି ଦାସ କ'ଣ? ବବି ଦାସଙ୍କର ବାପ କେଉଁଠି ଦଳର ଥିଲେ? ବିଜୁ ଜନତା ଦଳର ଥିଲେ। ଅଶୋକ ଦାସ ଜନତା ଦଳର ଥିଲେ ଏବଂ ସେ ବିଜୁ ବାବୁଙ୍କର ଜଣେ ପ୍ରଚଣ୍ଡ ସମର୍ଥକ ଥିଲେ। ଶେଷ ପର୍ଯ୍ୟନ୍ତ ସେ ବିଜୁ ଜନତା ଦଳକୁ ଆସୁନଥିଲେ। ଲୋଭରେ ବ୍ୟବସାୟିକ ଉଦ୍ଦେଶ୍ୟ ରଖି ବବି ଦାସ ବିଜୁ ଜନତା ଦଳରେ ମିଶିଲେ ଏବଂ ଯାଜପୁର ବିଧାୟକ ହେଲେ। ସେତେବେଳେ ତାଙ୍କର ଯେତିକି ଥିଲା ଆର୍ଥିକ ପରିସୀମା ଥିଲା, ଅର୍ଥ ଥିଲା, ବର୍ତ୍ତମାନ କ'ଣ ଅଛି? କହୁଛନ୍ତି ସେ 2009ରେ ରାଜନୀତିକୁ ଆସିଲେ। 2009ରୁ 2024 ଭିତରେ ତାଙ୍କର ଆର୍ଥିକ ଆକଳନଟା କରାଯାଇପାରେ। ଜମିଦାର ପିଲା ହେଇପାରନ୍ତି, କିନ୍ତୁ ଆର୍ଥିକ ବ୍ୟବସ୍ଥା ସେମିତି ନଥିଲା। ବେପାରୀ ସେ, କାରଣ ତାଙ୍କ କଥାରେ କହିଛନ୍ତି ବେପାରୀମାନେ ଭଲ, ଯେତେବେଳେ ତାଙ୍କ କର୍ମୀମାନେ କହିଲେ ବେପାରୀ ପଳେଇଗଲେ, ବେପାରୀ ଭଲ, ଦଲାଲ ପଳେଇଛନ୍ତି। ତେଣୁ ବେପାରୀ ବେପାର କରୁଛନ୍ତି। ବେପାରରେ ଅବଷ୍ଟ୍ରାକଲ ଆସିଲା ବୋଲି ହିମାଂଶୁ ସାହୁଙ୍କୁ ପିଟିଲେ ବିଧାୟକଙ୍କୁ ଏବଂ ବର୍ତ୍ତମାନ ଲୁଚିକି ରହିଛନ୍ତି। ଏଠି ବାହାରିଲେ, ସାମୟିକ ଭାବରେ ବାହାରୁଛନ୍ତି ଏବଂ ଯେଉଁ ହିସାବରେ ଆମେ ଦଲାଲ କଥା କହୁଥିଲୁ, ତାଙ୍କୁ ସେ ଯାଜପୁରରେ ଲଢ଼ୁଥିଲେ। ଗଲାଥର ଲଢ଼ିଛନ୍ତି 2024ରେ ସମ୍ବଲପୁରରେ। ସମ୍ବଲପୁର ଜନତା ତାକୁ କମ୍ ଭୋଟ୍ ଦେଇନାହାନ୍ତି, 2 ଲକ୍ଷରୁ ଉର୍ଦ୍ଧ୍ୱ ଭୋଟ୍ ଦେଇଛନ୍ତି। ତ ସେ ଲୋକମାନଙ୍କ ବିପଦ ଆପଦରେ ରହିବେନି। ଏଇଠି ଘୋଷଣା କରିଛନ୍ତି, ଆଗରୁ କହିଥିଲେ ଯାଜପୁର ମାନେ ବବି ମାନେ ଯାଜପୁର, ଏବେ ପୁଣି କହିଲେଣି କୋରେଇର 24 ଘଣ୍ଟା ସେ କାମ କରିବେ। ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲେ, ତାଙ୍କ ଭାଷଣରେ କହିଛନ୍ତି କୋରେଇ ପାଇଁ ମୁଁ 24 ଘଣ୍ଟା ସମୟ ଦେଉଛି। ତାହେଲେ ବର୍ତ୍ତମାନ ଯାଜପୁରବାସୀଙ୍କ ସହ ବିଶ୍ୱାସଘାତ କରିସାରିଛନ୍ତି। ବର୍ତ୍ତମାନ ସମ୍ବଲପୁର ସାଙ୍ଗରେ ମଧ୍ୟ ସମ୍ବଲପୁର ଯେଉଁ ଲକ୍ଷାଧିକ ଜନତାଙ୍କୁ ସମର୍ଥନ କରିଥିଲେ, ଭୋଟ୍ ଦେଇଥିଲେ, ତାଙ୍କ ସାଙ୍ଗରେ ମଧ୍ୟ ବିଶ୍ୱାସଘାତ କରିଛନ୍ତି।
ତା ଅର୍ଥ ଆକାଶ ଦାସଙ୍କ ସପକ୍ଷରେ ଆମେ କହୁନୁ। ଆକାଶ ଦାସ ଯଦି ଜଣେ ଦଲାଲି କରିବା ତାଙ୍କ କାମ, ତାହେଲେ ବବି ଦାସ କ'ଣ? ବବି ଦାସ ଦଲାଲ ତ ଆହୁରି ବିଶ୍ୱାସଘାତକ। ବବି ଦାସ ବିଳିବିଳଉଛନ୍ତି କାହିଁକି ନା ନବୀନ ବାବୁଙ୍କୁ ତାଙ୍କର ପ୍ରିୟ ପାତ୍ର ହୋଇପାରୁଛନ୍ତି, ନା ସନ୍ନ୍ୟାସୀ ତାଙ୍କ ଉପରେ ଭରସା କରିପାରୁଛନ୍ତି, ନା ଲୋକ ତାଙ୍କୁ ଜନମତ ତାଙ୍କ ସପକ୍ଷରେ ଅଛି। ଏପଟରେ ଯାଜପୁରରେ ନା ଜିଲ୍ଲାପାଳ ତାଙ୍କୁ ସମ୍ମାନ ଜଣାଉଛି। ଦୀର୍ଘ ବର୍ଷ ଧରିକି ସମ୍ମାନ ଜଣେ ଆସୁଥିଲା ନା, ଏଇ ଯେଉଁ ବୈତରଣୀ ନଦୀର ବାଲି ସବୁ ଖାଇ ଦେଇଛନ୍ତି, ଖଣି ଖାଇ ଦେଇଛନ୍ତି, କ'ଣ ନ ଖାଇଛନ୍ତି, ଜମି ବାଡ଼ି ସବୁ ଲୁଟି ନେଇଛନ୍ତି। ତ ୟା ପରେ ସେ ବର୍ତ୍ତମାନ ତାପରେ ଆଉ କାମ କିଛି ନାହିଁ, ଯାହାକୁ ଦେଖୁଛନ୍ତି ଡର ଲାଗୁଛି। ତେଣୁ ଭାଇଟେ ଲଲ ବାହାରିଥିଲା, ତାକୁ ମଧ୍ୟ ବାନ୍ଧି ପକାଇଲେ ପୋଲିସ। ତେଣୁ ସେ ଯେଉଁ ଦମ୍ଟା ଥିଲା, ତାଙ୍କର ଯେଉଁ ଲୋକବିଶ୍ୱାସ ଥିଲା, ଲୋକଙ୍କ ଭରସା ଥିଲା, ସେଇଟା ଆଉ ନାହିଁ। ତ ହାତ ଗଣତି କେତେ ଗୁଣ୍ଡା କରିଦିଆ ଲୋକଙ୍କୁ ବବି ଦାସ ନେଇକି ପୁଣି ତାଙ୍କର ରିହର୍ସାଲ ଆରମ୍ଭ କଲେଣି ଏବଂ ଯାତ୍ରା କରିବାକୁ ପ୍ରସ୍ତୁତ ହେଲେଣି। କିନ୍ତୁ ସେଥିରେ ସେ କେତେ ଦୂର ଗ୍ରହଣୀୟ ହେବେ, ଯାଜପୁରବାସୀ କେତେ ଦୂର ତାଙ୍କୁ ଗ୍ରହଣ କରିବେ? କାରଣ ସେମାନେ ଦେଖୁଛନ୍ତି କେତେବେଳେ ସମ୍ବଲପୁର ତ ଗଲା, ଆଉ ସମ୍ବଲପୁର ସେ ଯିବେ ନାହିଁ। ଯଦି ସମ୍ବଲପୁର ଯିବେ 24 ଘଣ୍ଟା କେମିତି ପୁରୀବାସୀଙ୍କ ପାଇଁ ସମୟ ଦେବେ? ଦ୍ୱିତୀୟ କଥାକୁ ଆମେ ଆସିବା, ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଦୀର୍ଘ 6 ମାସ ଧରିକି ଯେବେଠୁ ବିଜୁ ଜନତା ଦଳ ପରାଜୟ କଲାଣି ଏବଂ ସରକାର କଲାଣି ଭାରତୀୟ ଜନତା ପାର୍ଟି, ସେଇ ଦିନଠୁ କାର୍ତ୍ତିକ ପାଣ୍ଡିଆନ ନାମରେ ଗୋଟେ ଏକ୍ସ ଆକାଉଣ୍ଟ ଖୋଲାଯାଇଛି ଏବଂ ସେଥିରେ କାର୍ତ୍ତିକେୟନ ପାଣ୍ଡିଆନଙ୍କର ଫଟୋ ମଧ୍ୟ ଅଛି। ସେଠି ଯଦି ଆପଣ ଦେଖିବେ ପ୍ରତ୍ୟେକ ଦିନ 4-5ଟି କଥା ସେୟାର ହେଉଛି ଏବଂ ସେ ସବୁ କଥା କିଏ ମରିଗଲା, କେଉଁଠି କିଏ ହଜିଗଲା, କାହାକୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି, ଏଇସବୁ ହେବା ସହିତ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ, ବିଜୁ ଜନତା ଦଳର କେଉଁଠି କ'ଣ ରହିଲା, ମହିଳାମାନେ କେମିତି ଯାଇକି ଭେଟିଲେ, ଶଙ୍ଖ ଭବନରେ କ'ଣ ବୈଠକ ହେଲା, ନବୀନ ନିବାସରେ କିଏ ଯାଇକି ଭେଟିଲେ, କେମିତି ଭୁବନେଶ୍ୱର କଟକ ମେୟରମାନଙ୍କୁ ସମାଧାନ କରାଗଲା, ଏଇସବୁ ଫଟୋ ସବୁ ବାହାରୁଛି, ସେୟାର ହେଉଛି ଏବଂ ନବୀନ ବାବୁଙ୍କୁ ଟେକାଟେକି ହେଉଛି। ନବୀନ ବାବୁଙ୍କ ଫଟୋ ରହିଛି ଏବଂ ଗତ ଏଇ ଯେଉଁ ପ୍ରତିଷ୍ଠା ଦିବସ ଦିନ ଯେଉଁଭଳି ଭାବରେ କୁହାଗଲା ଯେ ମୁଁ ଓଡ଼ିଶାରେ ଓଡ଼ିଆ ହେବାକୁ ହେଲେ ଓଡ଼ିଶାରେ ଜନ୍ମ ହେବାଟା ବାଧ୍ୟତାମୂଳକ ନୁହେଁ, ଓଡ଼ିଆ କହିପାରୁଥିବ ଏବଂ ଓଡ଼ିଆ ପ୍ରତି ନିଜର ସଦ୍ଭାବନା ଥିବ, ଓଡ଼ିଆଙ୍କ ପ୍ରତି ବିକାଶମୂଳକ କାର୍ଯ୍ୟ କରୁଥିବ। ତା ଅର୍ଥ ଯଦି ୟାକୁ ନେଇକି ବାରମ୍ବାର ତର୍ଜମା ହେଲା, ଏବେ ବାହାରି ଆସିକି କହୁଛନ୍ତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଯେ ମୋର ନାହିଁ ଏକ୍ସ ଆକାଉଣ୍ଟ ନାହିଁ। ଯଦି ନାହିଁ, ଇନଷ୍ଟାଗ୍ରାମରେ ଲେଖୁଛନ୍ତି ମୋର ଏକ୍ସ ଆକାଉଣ୍ଟ ନାହିଁ, ୟାକୁ କିଏ ଜଣେ କରୁଛି ମୁଁ ଜାଣେ ନାହିଁ। ଯଦି ନାହିଁ ତାହେଲେ ସେ ଉପରେ ତୁମେ ମକଦ୍ଦମା କାହିଁ କରୁନ? ତାକୁ ତୁମେ ଏକ୍ସ ଯେଉଁ ମ୍ୟାନେଜମେଣ୍ଟକୁ କାହିଁ ଜଣାଉନ? କାହିଁକି ତାକୁ ଥାନାକୁ ଯାଇନ? ତ ଆପଣଙ୍କ ନାଁରେ ଗୋଟେ ବର୍ଷ ଧରିକିରି ମାସ ଧରିକି ଜଣେ ଆକାଉଣ୍ଟ ଚଲାଉଛି ଏବଂ ଆପଣଙ୍କୁ ବ୍ଲେମ୍ କରାଉଛି, ତାହେଲେ ଆପଣ କାହିଁ ନୀରବ ଅଛନ୍ତି? ଆପଣଙ୍କ କଥା କିଏ ଗ୍ରହଣ କରିବେ କି? ଆପଣ ଯେଉଁ ହଠାତ୍ ବାହାରି ଆସିକି କହୁଛନ୍ତି ଏଇଟା ମୋ ଆକାଉଣ୍ଟ ନୁହେଁ, ତା 6-7 ମାସ ହେଲା ଚାଲିଛି ଏବଂ ସବୁ ବିଜୁ ଜନତା ଦଳ ସପକ୍ଷରେ ଏବଂ ଭାରତୀୟ ଜନତା ପାର୍ଟି ସରକାରକୁ ନରେନ୍ଦ୍ର ମୋଦିଠୁ ଆରମ୍ଭ କରି ମୋହନ ଚରଣ ମାଝୀ ପର୍ଯ୍ୟନ୍ତ ସମସ୍ତଙ୍କୁ ସେଇ ଆକାଉଣ୍ଟରେ ଚ୍ୟାଲେଞ୍ଜ କରାଯାଉଛି ଏବଂ ବିଜୁ ଜନତା ଦଳର କେବଳ ମୁଖ୍ୟମନ୍ତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ପ୍ରଶଂସାର ଶତମୁଖ ହେଉଛି ଏବଂ ଆପଣ ପୁଣି ଅନୁଶୋଚନା କରୁଛନ୍ତି ଯେ ମୁଁ ଏଇଟା ଗୋଟେ କ'ଣ କରୁଛନ୍ତି? ଗୋଟେ ଓଡ଼ିଆଙ୍କୁ ଆହୁରି ବୋକା ବନାଉଛନ୍ତି କି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ? ଓଡ଼ିଆ କ'ଣ ଏତେ ବୋକା ଯେ ଆପଣଙ୍କର ଆକାଉଣ୍ଟ ନୁହେଁ, ଆପଣ କରୁଛନ୍ତି, ବହୁତ ଦେଖିଲେ ସମାଲୋଚନା ହେଇଗଲା, ଆପଣ ଆସିକି ପୁଣି ଭୁଲ ମାଗିଲେଣି ଯେ ଏଇଟା ମୋର ନୁହେଁ। ଆରେ ମୋର ନୁହେଁ, ଆପଣ ତାକୁ ଡିଲିଟ୍ କରୁନାହାନ୍ତି, ଆପଣ ତାପରେ ମକଦ୍ଦମା କରୁନାହାନ୍ତି। ତ ଏଇ ଯେଉଁ ଭଣ୍ଡାମି କରୁଛନ୍ତି ବବି ଆଉ ପାଣ୍ଡିଆନ, ଏକା ହିଁ କରୁଛନ୍ତି। ଆମେ ଆପଣଙ୍କୁ ପୁଣି କହି ରଖୁଛୁ, ସନ୍ନ୍ୟାସୀଙ୍କର ସିଧା ନିର୍ଦ୍ଦେଶନାରେ ଏବେ ବିଜୁ ଜନତା ଦଳର ଡାଇରେକ୍ଟର ହେଉଛନ୍ତି ସନ୍ନ୍ୟାସୀ। ସିଏ କୌଶଳରେ ବିଜୁ ଜନତା ଦଳକୁ ପୁଣି 1 ନମ୍ବର ନେତା ହେବାକୁ ପ୍ରଚେଷ୍ଟା କରିଛନ୍ତି, ଯାହା ପାଇଁ ସେ ଜାଣିଛନ୍ତି ନବୀନ ବାବୁ ତାଙ୍କ ଠାରୁ ବାହାରିବେ ନାହିଁ, କିଛି ଗୋଟେ ଦୁର୍ବଳତା ଅଛି ଏବଂ ତାଙ୍କ ଚିଠା ଅନୁସାରେ ପ୍ରବକ୍ତାମାନେ ବକ୍ତବ୍ୟ ରଖୁଛନ୍ତି, ତାଙ୍କ ଚିଠା ଅନୁସାରେ ଦାୟିତ୍ୱ ବଣ୍ଟନ କରାଯାଉଛି। ତାଙ୍କ ସନ୍ନ୍ୟାସୀଙ୍କ ଚିଠା ଅନୁସାରେ ନବୀନ ପଟ୍ଟନାୟକ ଟେଲିପ୍ରିଣ୍ଟର ପଢ଼ିକି କହୁଛନ୍ତି। ତେଣୁ ସେ ଆଉ ଯେଉଁ ସନ୍ନ୍ୟାସୀ ହେଇକି ବାହାରେ ରହିବା ପାଇଁ ଆଉ ତାଙ୍କର ଧୈର୍ଯ୍ୟଚ୍ୟୁତ ହେଲାଣି, ସେ କେମିତି ସାମ୍ନାକୁ ଆସିବେ।
सेपटे निजर जो माने कॉरिडोर थिले से गोटे पर जन जन थैथान करदे तार अर्थ केंद्र सरकार जो अंकर संपर्क अच्छी एवं केंद्र उत्तम संपर्क अच्छी प्रमाणित हो जोटा आलोचना होता जे निजर व्यवसाय को लेकर केंद्र जड़े वरिष्ठ मंत्री पुओ सागर बेपार वाणिज्य चली से लाइन ये सब एडजस्ट हो मेट कथा से लाइन रू आसीला एवं मंत्री अश्विनी वैष्णव भूमिका नहीं ये जो गोटे आलोचना होता यही जो व्यक्ति विशेष थिले यही व्यक्ति विशेष जरिया केंद्र सरकार बीजेपी केंद्रीय नेतृत्व पाखे पांड्यान पहुँची सारी कारण तार प्रमाण हो अतीत जो आदानी को लेकर समस्ते पार्टी करते विजु जनता दल टू आरंभ कांग्रेस पर्यंत नवीन बाबू ठू आरंभ ये पर्यंत बबी दास पर्यंत तांको पुओ बाहर प्रस्तुति बैठक रहिले प्री मैरेज सेरेमनी सेठी भारतीय जनता पार्टी नेता मान संस्पर्श आसिले सेठी गोटे कौन डील हो तो से बर्तमान अनुभव कर केंद्रीय बीजेपी पाखे सुरक्षित जहाँपाई तार कोटरी जो मैंने थे से ठीक जगह थैथान हो स्त्री आसी पुणी एज यूजुआल कम कले विरुद्ध किसी ना ये दी चार्टा इंजीनियर फिजिनियर मरीगले कि जाए से नहीं जो मैंने कोटे एम तो सब आशीष सिंह एम तो सब वेल सेटल्ड तेणु से बर्तमान बाहरी निजे जेहेतु केंद्र सरकार सांगे सब मूलचाल हो जाइए विजु जनता दल लगाम धरवे कारण 1200 रू 1500 कोटी टंका जो अच्छी लक्ष्य अच्छी ये 1500 कोटी टंका खाइब किए एवं बबी दास जॉइंट अकाउंट अच्छी बबी दास को बुलेवा कि किसी देदेवे एवं से बबी दास उपकृत ये होती विजिलेंस आसुना सीबीआई आसुना रोल जो रोज भैली चुप होगी रही जो खनि दुर्नीति बाहर ना तेणु सी भी हाँ मार्च तो ये रोदन अरण्य रोदन कर बबी दास एवं पांड्यान ये अरण्य रोदन पुणी ओडिशावासी को बोका बनवाई एवं बहुत जल्दी जो हे तो ये पोस्ट पर पांड्यान हे तो देखिले जे समय आसी नहीं पुणी प्रतिवाद है प्रतिरोध है बद बढ़ला विजु जनता दल भितर तेणु से प्रत्याहार कर नहीं अकाउंटा मोर नुहे किंतु समस्त प्रस्तुति सरी पुनर्बार बहुत विलंब नहेले भी बहुत शीघ्र जे पांड्यान विजु जनता दलर मंग धरने को जाउछंती। नमस्कार।